ଘରୋଇ ସହାୟିକାଙ୍କଠାରୁ 11 ଲକ୍ଷ ଠକେଇ, ଫେରାର ଅଟୋ ଚାଳକ ଗିରଫ। ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ଘରୋଇ ସହାୟିକାଙ୍କଠୁ ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ମଙ୍ଗଳବାର ଜଣେ ଅଟୋ ଚାଳକଙ୍କୁ ବର୍ଷ ପରେ ଗିରଫ କରିଛି। ସେ ହେଲା ଏହି ଥାନା ଅଧୁନ ଚିନ୍ତାମଣିଶ୍ୱର କେନାଲ ରୋଡରେ ରହୁଥିବା ନିମାପଡ଼ା ରୋଡ ବଜାର ଗ୍ରାମର ପ୍ରଦୀପ୍ତ କୁମାର ମୁଗ। ପୋଲିସ ସୂଚନା ଅନୁଯାୟୀ ଯୁବତୀ ଜଣକ ଲକ୍ଷ୍ମୀସାଗର ବିଡିଏ କଲୋନୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୋଇ ସହାୟିକା ଭାବେ କାମ କରନ୍ତି। ଗତ 2022 ମସିହାରୁ ଗିରଫ ଅଟୋ ଚାଳକ ସମ୍ପୃକ୍ତ ସହାୟିକାଙ୍କୁ ତାଙ୍କ ଅଟୋରେ କାର୍ଯ୍ୟସ୍ଥଳୀକୁ ନେବା ଆଣିବା କରୁଥିଲେ। ଏହି ସମୟରେ ପରସ୍ପରଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଅଭିଯୁକ୍ତ ବିବାହର ପ୍ରତିଶ୍ରୁତି ଦେବା ଓ ବିବାହ ପରେ ଅଧିକ ରୋଜଗାରକ୍ଷମ ଲକ୍ଷ୍ୟ ଦେଖାଇ ତାଙ୍କଠାରୁ ବିଭିନ୍ନ ବାଟରେ 11 ଲକ୍ଷ 20 ହଜାର ଟଙ୍କା ଠକି ନେଇଥିଲେ। ପରବର୍ତ୍ତୀ ସମୟରେ ଅଟୋ ଚାଳକର ପ୍ରତିଶ୍ରୁତି ପ୍ରୁଫ୍ ହେବା ଦେଖି ଏ ବାବଦରେ ତାକୁ ପଚରାଯିବାରେ ସେ ନେଇଥିବା ସମସ୍ତ ଟଙ୍କା ପୂର୍ବରୁ ଫେରାଇ ଦେଇଥିବା କହିଥିଲା। ଏନେଇ ସହାୟିକା 2023 ଜାନୁଆରୀ 2 ତାରିଖରେ ଥାନାରେ ଅଭିଯୋଗ କରିବା ଏକ ମାମଲା ରୁଜୁ ହୋଇଥିଲା। ସେବେଠାରୁ ଚାଳକ ଫେରାର ଥିଲେ। ସୋମବାର ରାତିରେ ସେ ରାଜଧାନୀରେ ଥିବା ଖବର ପାଇ ପୁଲିସ ତାକୁ ଧରିଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ।